ଧ୍ୟାନ ପ୍ରାର୍ଥନା ଏପ୍ରିଲ 1, 1970। ତୁ ମୋର ମୌନ ସମାହିତ ଅନ୍ତରାତ୍ମାକୁ ମୋହିନୀ ଦୃଶ୍ୟ ସମ୍ଭାରର ଐଶ୍ୱର୍ଯ୍ୟ ପରି ଦେଖାଇଲୁ। ତରୁଲତା ଉତ୍ସବ ସଜ୍ଜାରେ ସଜ୍ଜିତ ଜନଶୂନ୍ୟ ପଥ ଯେପରି ଆକାଶ ଅତିକ୍ରମ କରି ଚାଲିଛି, କିନ୍ତୁ ମୋର ଭାବି ନିୟତି ସମ୍ବନ୍ଧେ ତୁ ତ କିଛି କହିଲୁ ନାହିଁ। ତାହା କ'ଣ ମୋ ପାଖରୁ ଏପରି ଭାବେ ଲୁଚା ହୋଇ ରଖାଯିବ? ଆହୁରି ମଧ୍ୟ ଚତୁର୍ଦିଗରେ ଚେରି ବୃକ୍ଷ ସବୁ ଦେଖୁଛି, ତାର ପୁଷ୍ପ ମଧ୍ୟରେ ତୁ ଭରି ଦେଇଛୁ ଏକ ଅପରୂପ ଗୁଣ। ସେମାନେ ଯେପରି କହୁଛନ୍ତି, ଏକମାତ୍ର ତୁ ହିଁ ରହିଛୁ। ସେମାନେ ବହନ କରି ଆଣୁଛନ୍ତି ଭଗବାନଙ୍କର ସ୍ମିତହାସ୍ୟ। ମୋର ଦେହ ଶାନ୍ତ, ଅନ୍ତରାତ୍ମା ବିକଶିତ। କି ଯାଦୁ ତୁ ଭରି ଦେଇଛୁ ଏହି ପୁଷ୍ପିତ ତରୁରାଜି ମଧ୍ୟରେ। ହେ ଜାପାନ, ଏ ହେଲା ତୋ ଶୁଭେଚ୍ଛାର ରାଜପୋଷାକ, ତୋର ଶୁଦ୍ଧତମ ଅର୍ଘ୍ୟ, ତୋ ନିଷ୍ଠାର ଅଭିଜ୍ଞାନ। ଏହି ଭାବରେ ତୁ କହୁଛୁ ଯେ ସ୍ୱର୍ଗର ପ୍ରତିଛାୟା ତୋ ମଧ୍ୟରେ ପ୍ରତିଫଳିତ। ଦେବଦାରୁ ବୃକ୍ଷାଚ୍ଛାଦିତ ସମୁଚ୍ଚ ପର୍ବତମାଳା ତଥା କର୍ଷିତ କେଦାରପୂର୍ଣ୍ଣ ଉପତ୍ୟକାରେ ପରିଶୋଭିତ ଅପରୂପ ଶୋଭାର ଦେଶକୁ ଦେଖ। ଆଉ ଏଇ ଯେଉଁ ଚୀନ ଦେଶୀୟ ଲୋକଟି ହାତରେ ଗୋଲାପୀ ରଙ୍ଗର ଗୋଲାପ ଗୁଚ୍ଛ ନେଇ ଆସୁଛି, ସେ କ'ଣ ଆସନ୍ନ ଭବିଷ୍ୟତର ଆଶାର ବାର୍ତ୍ତାବହ ନୁହେଁ?